ଆପଣଙ୍କ ସାମ୍ନାରେ ଦୁଇଟି ସମସ୍ୟା ରଖାଯାଉ। ଗୋଟିଏ ଆପଣଙ୍କ ଅନୁସାରେ ସବୁଠାରୁ ବଡ଼, ଆପଣଙ୍କ ଜୀବନର ସବୁଠାରୁ ବଡ଼ ସମସ୍ୟା ରଖାଯାଉ। ତା ପାଖରେ ଆଉ ଗୋଟିଏ ସମସ୍ୟା ରଖାଯାଉ। ଆସନ୍ତା 1 ଘଣ୍ଟା ମଧ୍ୟରେ ଆପଣଙ୍କର ମୃତ୍ୟୁ ହେବ। ସବୁଠାରୁ ବଡ଼ ସମସ୍ୟା କେଉଁଟି? ଯେ ମୃତ୍ୟୁଠାରୁ ବଡ଼ ସମସ୍ୟା ମଣିଷ ପାଇଁ ଅନ୍ୟ କିଛି ନାହିଁ। ତେଣୁ କଠୋପନିଷଦ, କଠିନତାର ଉପନିଷଦ, ଆହ୍ୱାନର ଉପନିଷଦ। କାରଣ ଜୀବନକୁ କିଏ ବଢ଼ାଇବାକୁ ଚାହିଁନାହିଁ, କିନ୍ତୁ ଜଣେ ବାଳକ ଜିଦ୍ ଧରି ଛିଡ଼ା ହୋଇଛି। ମୋତେ ମୃତ୍ୟୁର ରହସ୍ୟ ହିଁ ଜାଣିବାର ଅଛି। ଏଇ କଥାଟି ବହୁତ ନୂଆ, ସମ୍ପୂର୍ଣ୍ଣ ନିଆରା। କଠୋପନିଷଦ ନିଆରା, କାରଣ ଏଥିରେ ମୃତ୍ୟୁ ଶିକ୍ଷା ଦେଇଥାଏ। ଆଚାର୍ଯ୍ୟ ଶବ୍ଦ ଯମଙ୍କ ସହ କେବଳ କଠୋପନିଷଦରେ। ଏଠାରେ ସେ ଯମରାଜ ନୁହନ୍ତି, ଏଠାରେ ସେ ଯମାଚାର୍ଯ୍ୟ। ଦେଖିଲେ ତ, ମଜା ଆସିଗଲା। ଯମାଚାର୍ଯ୍ୟ। ଏବଂ 3 ଦିନ ଧରି ବାଳକଟି ଭୋକ ଶୋଷରେ ତାଙ୍କୁ ଭେଟିବା ପାଇଁ ଛିଡ଼ା ହୋଇଛି। କହୁଛନ୍ତି, କେବଳ 3ଟି ବରଦାନ ଦେବି ଏବଂ ସମଗ୍ର ବିଶ୍ୱର ସମ୍ପତ୍ତି ଓ ଧନରାଶି ସେହି ବାଳକ ଉପରେ ଅଜାରି ଦେବାକୁ ଚାହୁଁଛନ୍ତି। କିନ୍ତୁ ସେ କହୁଛି, ନା, ମୋତେ ଆପଣଙ୍କର ରହସ୍ୟ କୁହନ୍ତୁ। ମୃତ୍ୟୁ ସାମ୍ନାରେ ନଚିକେତା ଛିଡ଼ା ହୋଇଥିଲେ ଏବଂ ଜୀବନର ବରଂ ଅମରତ୍ୱର ରହସ୍ୟ ନେଇକି ଆସିଲେ।